ସାର୍ ନମସ୍କାର, କ'ଣ କହିବେ 2025 କୁ ନେଇକି? ମୁଁ ସର୍ବପ୍ରଥମେ 2025 କୁ ସ୍ୱାଗତ କରୁଛି ଏବଂ ଆମ ମା ତାରିଣୀଙ୍କ ନିକଟରେ ମଙ୍ଗଳ କାମନା କରୁଛି। ଆମ ଫୁଲଝର ଗ୍ରାମ ପଞ୍ଚାୟତର ସର୍ବସାଧାରଣ ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମୃଦ୍ଧିର ସମସ୍ତ ମଙ୍ଗଳ କାମନା କରୁଅଛି। ଆଜି ଆମ ଫୁଲଝର ଗ୍ରାମ ପଞ୍ଚାୟତରେ ଆପଣମାନେ ଆସିଛନ୍ତି, ମୁଁ ଖୁସି ଅଛି, ଯାହା ସରକାରଙ୍କ ପାଖକୁ କିଛି ବାର୍ତ୍ତା ଯିବ। ଆମ ଫୁଲଝର ଗ୍ରାମ ପଞ୍ଚାୟତର ଆଗାମୀ ଦିନରେ ମୁଁ କିଛି ଉନ୍ନତିମୂଳକ କାର୍ଯ୍ୟ କରିବି ଏବଂ ଜନସାଧାରଣଙ୍କ ହିତକର କାର୍ଯ୍ୟ କରିବି ବୋଲି ମୁଁ ଆଶା ରଖୁଛି। ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟର ଗୋଟେ ବିକଳ ଚିତ୍ର ଆମ ଫୁଲଝର ଗ୍ରାମ ପଞ୍ଚାୟତର, ଯାହାକି ଆମ ଏ ଅଞ୍ଚଳରେ ଗୋଟେ ମାତ୍ର PSC ସେଣ୍ଟର ଫୁଲଝର ଗ୍ରାମ ପଞ୍ଚାୟତରେ ଅଛି। ତାହା ଆମର ଷ୍ଟାଫର ଅଭାବ ଟିକେ ଅଛନ୍ତି ଏବଂ ସେ ମେଡ଼ିକାଲରେ ତାର ଅଚଳ ଅବସ୍ଥା ଅଛି, ଯାହାକି ବିଗତ ଦିନରୁ ଏ ମେଡ଼ିକାଲ ମରାମତି ହୋଇପାରିନି କି ଆମର ଷ୍ଟାଫର ଅଭାବ ଅଛନ୍ତି ଏବଂ ଏ ପଞ୍ଚାୟତର ଆମର ଡାକ୍ତର ବି ଟିକେ ବିଶେଷ ଭଲ ସେ ରହୁନାହାନ୍ତି ଭଲରେ, ଯାହାଫଳରେ ଅନ୍ୟ କାମରେ ଯାହା କୁଆଡ଼େ ପଳେଇ ଯାଉଛନ୍ତି। ଏଣୁ ମୁଁ ଅନୁରୋଧ କରିବି ଏଠି ଡାକ୍ତର ସବୁବେଳେ ରହିବେ ଆଉ ଆମ ଏ ଅଞ୍ଚଳର କିଭଳି ବିକାଶ ହେବ ସେ ବିଷୟରେ ମୁଁ ସରକାରଙ୍କୁ ବ୍ଲକ ପ୍ରଶାସନକୁ ଅବଗତ କରାଇଲେ ମଧ୍ୟ ଯାହା ଆମ କଥାକୁ ଅନୁରୋଧ ରକ୍ଷା କରିକି କାର୍ଯ୍ୟ କଲେ ଆଗାମୀ ଦିନରେ 2025 ମସିହାରେ ବିକାଶ ମୂଳକ କାର୍ଯ୍ୟକାରୀ ହେବ ବୋଲି ମୁଁ ଆଶା ରଖିଛି।